ଗୋଟିଏ ଜଙ୍ଗଲରେ ଚାଲାକି ବିଲୁଆଟିଏ ଥିଲା। ସେ ନିଜକୁ ବୁଦ୍ଧିମାନ ମନେକରି ବହୁତ ଗର୍ବ ଅନୁଭବ କରେ। ପଶୁମାନଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଲେ ସମସ୍ତେ ବିଲୁଆ ନିକଟକୁ ଆସନ୍ତି। ବିଲୁଆ ନିଜ ବୁଦ୍ଧି ବଳରେ କଳିର ସମାଧାନ କରେ। ଏଥିପାଇଁ ବିଲୁଆ ମନରେ ଖୁବ୍ ଗର୍ବ ଥାଏ। ସେ ଭାବେ, ଦେଖ, ସିଂହ ହେଉଛି ଏ ଜଙ୍ଗଲର ରାଜା, କିନ୍ତୁ ସମସ୍ତେ ବୁଦ୍ଧି ନେଲା ବେଳକୁ ମୋ ନିକଟକୁ ଆସୁଛନ୍ତି। ରାଜାଙ୍କ ପାଖକୁ ଗଲାବେଳେ ବହୁତ କିଛି ଜିନିଷ ନେଇକି ଯାଉଛନ୍ତି, ଅଥବା ମୋ ପାଖକୁ ଆସିଲା ବେଳେ ଖାଲି ହାତରେ ଆସୁଛନ୍ତି। ଦିନେ ସେ ଖୁବ୍ ରାଗିଗଲା ଆଉ ଭାବିଲା, ଆଉ ହବ ନାହିଁ, ଏ ନିର୍ବୁଦ୍ଧିଆ ପଶୁମାନଙ୍କୁ ଉଚିତ ଶିକ୍ଷା ଦେବାକୁ ହବ। ତା ନହେଲେ ଏମାନେ ମାଗଣାରେ ଏମିତି କାମ ଆଦାୟ କରି ନେଉଥିବେ। ଦିନକର ଘଟଣା। ବିଲୁଆ ତା ଘର ନିକଟରେ ଆଖି ମୁଜି ଧ୍ୟାନମଗ୍ନ ପରି ବସି ରହିଥାଏ। ବାଘ, ଭାଲୁ ଓ ଅନ୍ୟାନ୍ୟ ପଶୁମାନେ ଯିଏ ସେ ବାଟ ଗଲେ ଆଶ୍ଚର୍ଯ୍ୟ ହୋଇ ସମସ୍ତେ ସେଠାରେ ଅଟକି ରହିଲେ। ଘଟଣା କ'ଣ ଜାଣିବାକୁ ସମସ୍ତେ ଇଚ୍ଛା କଲେ। କିଛି ସମୟ ପରେ ବିଲୁଆ ଧୀରେ ଧୀରେ ଆଖି ଖୋଲିଲା। ସେ ଖୁବ୍ ଡରି ଡରି କହିଲା, ଗତ ରାତିରେ ମୁଁ ଗୋଟିଏ ସ୍ୱପ୍ନ ଦେଖିଲି। ଜଙ୍ଗଲର ଦେବତା ଆସି ମୋ ସାମ୍ନାରେ ଠିଆ ହୋଇଗଲେ। ସେ କହିଲେ, ଆରେ ହେ ବିଲୁଆ, ତୁ ସାରା ଜଙ୍ଗଲରେ ପଶୁମାନଙ୍କୁ କହିଦେବୁ ମୁଁ ଏ ଜଙ୍ଗଲର ଦେବତା। ସମସ୍ତଙ୍କର ଭଲ ମନ୍ଦ ମୁଁ ଦେଖୁଛି ଏବଂ ପରୋକ୍ଷ ଭାବରେ ସାହାଯ୍ୟ କରୁଛି। ଅଥବା ମୋତେ କେହି ପୂଜା କରୁନାହାନ୍ତି। ଦୂରରେ ଯେଉଁ ପାହାଡ଼ ଦିଶୁଛି, ସେ ପାହାଡ଼ ଉପରେ ମୋର ଗୋଟିଏ ଗୁମ୍ଫା ଅଛି। ସେ ଗୁମ୍ଫାରେ ମୋର ସିଂହାସନ। ତୁ ସମସ୍ତଙ୍କୁ କହିଦେବୁ ଏଣିକି ମୋତେ ପୂଜା କରି ସେଠାରେ ଆମିଷ, ନିରାମିଷ ଓ ଫଳ ପ୍ରଭୃତିର ସବୁ ପ୍ରକାର ଖାଦ୍ୟ ଭୋଗ ଦେଇ ଆସିବେ। ନଚେତ୍ ମୁଁ ଏ ଜଙ୍ଗଲକୁ ମୁହୂର୍ତ୍ତକେ ଧ୍ୱଂସ କରିଦେବି। ହଠାତ୍ ମୋ ନିଦ ଭାଙ୍ଗିଗଲା। ଆଖି ଖୋଲି ଦେଖିଲି କେହି କୁଆଡ଼େ ନାହାନ୍ତି। ଭୟରେ ମୋ ଦେହ ଥରି ଉଠିଲା। ଏହିସବୁ କହିସାରି ବିଲୁଆ କହିଲା, ଏଥିପାଇଁ ମୁଁ ବର୍ତ୍ତମାନ ଜଙ୍ଗଲ ଦେବତାଙ୍କୁ ଧ୍ୟାନ କରୁଥିଲି। ଏଇ ଦେଖୁନ, ଭୋଗ ମଧ୍ୟ ସଜାଡ଼ି ରଖିଛି। ଏଇ ଅଙ୍ଗୁରୁତିକ ଆଉ ଏଇ ଠେକୁଆ ଦୁଇଟି। ଏହି ସମୟରେ ସିଂହ ଆସି ପହଞ୍ଚିଲା। ସମସ୍ତେ ଘଟଣା ଶୁଣି ବହୁତ ଡରିଗଲେ। ଆଜି ପର୍ଯ୍ୟନ୍ତ ସାରା ଜଙ୍ଗଲରେ ସେ ରାଜା ବୋଲି ନିଜକୁ ଭାବିଥିଲେ। ଏ ଦେବତା କିଏ? ସେ ଯାହା ହେଉ, ସିଂହ ଆଦେଶ ଅନୁସାରେ ସମସ୍ତଙ୍କୁ ଜଣାଇ ଦିଆଗଲା, ଜଙ୍ଗଲର ପଶୁପକ୍ଷୀ ମଙ୍ଗଳ ଦୃଷ୍ଟିରୁ ସମସ୍ତେ ଜଙ୍ଗଲ ଦେବତାଙ୍କୁ ଭୋଗ ଦେଇ ପୂଜା କରିବେ। ଏହି ଘଟଣା ପରଠାରୁ ଜଙ୍ଗଲର ସବୁ ପଶୁମାନେ ଯାହାର ଯେତିକି କ୍ଷମତା ସେତିକି ଭୋଗ ନେଇ ସେହି ପାହାଡ଼ ଉପର ଗୁମ୍ଫାକୁ ଯାଆନ୍ତି। ପୂଜା କରି ଭୋଗ ଥୋଇ ରଖି ଚାଲି ଆସନ୍ତି। ତା ପରଦିନ ଗଲାବେଳକୁ ସେ ଗୁମ୍ଫା ଭିତରେ ଭୋଗ ନଥାଏ। ସମସ୍ତେ ଭାବନ୍ତି ସତକୁ ସତ ଜଙ୍ଗଲ ଦେବତା ଆସି ଭୋଗ ସବୁ ଖାଇ ଦେଉଛନ୍ତି। ଏଣେ ଚାଲାକି ବିଲୁଆ କ'ଣ କରେ, ସମସ୍ତେ ଭୋଗ ରଖି ଆସିବା ପରେ ଲୁଚି ଲୁଚି ଯାଇ ଭୋଗତିକ ଖାଇଦିଏ। ଏହିପରି ସେ ମହା ଆନନ୍ଦରେ ଥାଏ। ଖାଦ୍ୟ ଖୋଜିବାକୁ ତାକୁ ଆଉ ପରିଶ୍ରମ କରିବାକୁ ପଡ଼େ ନାହିଁ। ଖାଲି ବସି ବସି ଖୁବ୍ ସୁନ୍ଦର ମିଠା ଫଳ, ମାଂସ ଇତ୍ୟାଦି ଆରାମରେ ଖାଏ। ନିଜେ ଖାଇସାରି ଯାହା କିଛି ବଳେ ସ୍ତ୍ରୀ ପିଲାଙ୍କ ପାଇଁ ଘରକୁ ନେଇ ଆସେ। ଏହିପରି ଭାବରେ ଅନେକ ଦିନ ବିତିଗଲା। ଥରେ ସିଂହ ରାଜା ଆଦେଶ ଦେଲେ, ଜଙ୍ଗଲ ଦେବତାଙ୍କ ନିକଟରେ ଭୋଗ ଲଗାଇ ସାରି ସମସ୍ତେ ଝରଣା କୂଳକୁ ଆସିବେ। ସେଠାରେ ସଭା ହେବ। ରାଜାଙ୍କ ଆଦେଶ ଅନୁସାରେ ସମସ୍ତେ ଭୋଗ ଲଗାଇ ସାରି ଝରଣା କୂଳରେ ପହଞ୍ଚିଲେ। ବିଲୁଆକୁ ଖୋଜା ପଡ଼ିଲା, କିନ୍ତୁ ବିଲୁଆର ଦେଖା ନାହିଁ। ରାଜା ଖୁବ୍ ରାଗିଗଲେ। ତାଙ୍କର ସୈନ୍ୟମାନଙ୍କୁ ପଠାଇ ସାରା ଜଙ୍ଗଲ ଖୋଜାଇଲେ। ବିଲୁଆ ଖୋଜ ଖବର ମିଳିଲା ନାହିଁ। ସିଂହ ରାଜା ଗର୍ଜନ କରି ଜଙ୍ଗଲ କମ୍ପାଇଲେ। ଅନ୍ୟ ପଶୁମାନେ ଭୟରେ ଥରହର ହେଲେ। ବାଘ, ଭାଲୁ ପ୍ରଭୃତିର କେତେଜଣ ସିଂହ ରାଜାଙ୍କୁ ବୁଝାଇ କହିଲେ, ଆସନ୍ତାକାଲି ସଭାକୁ ବିଲୁଆକୁ ଖୋଜାଯାଇ ନିଶ୍ଚିତ ଅଣାଯିବ। ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ରାଜା ଜାଣିବାକୁ ଚାହିଁଲେ, ଜଙ୍ଗଲ ଦେବତାଙ୍କ ନିକଟରେ ନିୟମିତ ସମସ୍ତେ ଭୋଗ ଲଗାଉଛନ୍ତି କି ନାହିଁ। ସମସ୍ତେ କହିଲେ, ଆଜ୍ଞା, ସନ୍ଧ୍ୟା ହେବା ମାତ୍ରେ ଆମେ ଭୋଗ ଦେଇ ପ୍ରାର୍ଥନା କରି ଆସୁଛୁ। ରାଜା କହିଲେ, ଦେଖ, କେହି ଭୋଗ ନ ଦେବାର ଖବର ଯଦି ମୋ ପାଖରେ ପହଞ୍ଚେ ତାକୁ ଉପଯୁକ୍ତ ଶାସ୍ତି ମିଳିବ। ଆସନ୍ତାକାଲି ସଭା ହେବାର ସ୍ଥିର କରାଯାଇ ସଭା ଭଙ୍ଗା ହେଲା। ସମସ୍ତେ ଦୂରରୁ ଶୁଣିଲେ, ହୁକେ ହୁ।
ହୁକେ ହୁ ଶବ୍ଦ। ଶବ୍ଦ ଯେଉଁ ପାଖରୁ ଆସୁଥିଲା ସମସ୍ତେ ସେଇ ପାଖକୁ ଚାଲିଗଲେ, କିନ୍ତୁ ବିଲୁଆକୁ କେହି ପାଇଲେ ନାହିଁ। ଚାଲାକି ବିଲୁଆ ଗୁମ୍ଫା ଭିତରେ ବସି ଭୋଜନ କରିସାରି ଘରକୁ ଫେରୁଥିଲା। ପ୍ରକୃତି ମନେ ପଡ଼ିବାରୁ ହୁକେ ହୁ ହୋଇ ବିଲୁଆ ବୋବଉଥିଲା। ପଶୁମାନଙ୍କର ଉତ୍କଣ୍ଠା ବଢ଼ୁଛି, ବିଲୁଆ କୁଆଡ଼େ ଗଲା? ସିଂହ ରାଜାଙ୍କ ଆଦେଶ, ଯେପରି ହେଲେ ବିଲୁଆକୁ ଖୋଜାଯାଇ ସଭାକୁ ଅଣାଯିବ। ତା ପରଦିନ ହାତୀ, ବାଘ, ଭାଲୁ, ଗୟଳ ଚାରିଜଣ ଯାକ ବିଲୁଆ ରହୁଥିବା ଗାତ ନିକଟରେ ଜଗି ବସି ରହିଲେ। ସନ୍ଧ୍ୟା ହେବାରୁ ବିଲୁଆ ଗାତ ଭିତରୁ ବାହାରିଲା। ହାତୀ ତା ଶୁଣ୍ଢ ବଢ଼ାଇ ବିଲୁଆକୁ ଟେକି ନେଇ ତା ପିଠିରେ ବସାଇ ଦେଲା। ବିଲୁଆ ସେମାନଙ୍କୁ କହିଲା, ଦେଖ, ତମେମାନେ ଜଙ୍ଗଲ ଦେବତାଙ୍କ ନିକଟରେ ଭୋଗ ଲଗେଇ ସାରିଲନି, ମୋତେ ଛାଡ଼ିଦିଅ। ହାତୀ କହିଲା, ହେଇପାରିବ ନାହିଁ, ପ୍ରଥମେ ତମେ ରାଜାଙ୍କ ପାଖକୁ ଚାଲ। ବିଲୁଆ କହିଲା, ମୋତେ ଛାଡ଼ିଦିଅ, ସାଙ୍ଗେ ସାଙ୍ଗେ ଭୋଗ ରଖିଦେଇ ସଭା ଆସି ପହଞ୍ଚିଯିବି। ଏକଥା ଶୁଣି ସମସ୍ତେ ତାକୁ ଛାଡ଼ିଦେଲେ। ସେଠାରୁ ଯାଇ ବିଲୁଆ ସେ ଗୁମ୍ଫାରେ ପହଞ୍ଚିଲା। ବହୁତ ଭୋଗ ରଖାଯାଇଥାଏ। ତଟକା ତଟକା ମାଂସ ଗନ୍ଧରେ, ସ୍ୱାଦିଷ୍ଟ ଫଳ ବାସ୍ନାରେ ତା ପାଟିରୁ ଲାଳ ବୋହିଲା। ବିଲୁଆ ମନରେ ଭାବିଲା, ସମସ୍ତେ ଭୋଗ ଲଗେଇ ସାରିଲେଣି, ଆଉ କାହାର ଆସିବାର ନାହିଁ। ପ୍ରଥମେ ପେଟ ପୂଜା କରିଦେବି, ତାପରେ ସଭାକୁ ଚାଲିଯିବି। ଗୋଟିଏ ପାତ୍ରରେ କିଛି କୁକୁଡ଼ା ମାଂସ ଥିଲା। ବିଲୁଆ ସେ ପାତ୍ର ନିକଟରେ ବସି ଖାଇବାକୁ ଆରମ୍ଭ କଲା। ଏହି ସମୟରେ କିଏ ଆସିବାର ଶବ୍ଦ ସେ ଶୁଣିପାରି ପାଟିରେ କିଛି ମାଂସ ଧରି ସେ ସିଂହାସନ ପଛକୁ ପଳାଇଲା। ଶେଷରେ ଆସିଥିବା ଛୋଟ ଶିଆଳଟି ଏକ ଦୃଷ୍ଟିରେ ସିଂହାସନ ପଛକୁ ଚାହିଁ ରହିଲା। ସେ ତାର ଆଖିକୁ ବିଶ୍ୱାସ କରିପାରିଲା ନାହିଁ। ଆରେ ହେଇ, ଏଇ ତ ଆମ ଜାତି ଭାଇ, କିଏ ହବ? ତେବେ ତାର ଭୟ ହେଲା, ହୁଏତ ଜଙ୍ଗଲ ଦେବତା ଆସି ଭୋଗ ଖାଉଥିବେ। ସେ ଯାହା ହେଉ, ଆଣିଥିବା ମଲା ଠେକୁଆ ଛୁଆଟି ଯତ୍ନରେ ସିଂହାସନ ତଳେ ରଖି ଗୋଟିଏ ମୁଣ୍ଡିଆ ମାରି ସେ ଚାଲି ଆସିଲା। ସଭା ଆରମ୍ଭ ହେଇଗଲାଣି। ଛୋଟ ଶିଆଳକୁ ଦେଖି ସିଂହରାଜା ଗର୍ଜନ କରି ପଚାରିଲେ, ତୁ ଏତେବେଳେ ଯାଇ କୁଆଡ଼େ ଯାଇଥିଲୁ? ବଦମାସ, ବିଲୁଆ ଠକି ଦେଇ କୁଆଡ଼େ ପଳେଇଛି, ଦେଖିଛୁ ତାକୁ? ଛୋଟ ଶିଆଳଟି ଭୟରେ ଥରି ଥରି କହିଲା, ହଜୁର, ରଖିଲେ ରଖନ୍ତୁ, ମାରିଲେ ମାରନ୍ତୁ, ଆପଣଙ୍କ ନିକଟରେ ଗୋଟିଏ ପ୍ରାର୍ଥନା ଅଛି। ରାଜା କହିଲେ, କ'ଣ? କହ ଜଲ୍ଦି। ଶିଆଳ କହିଲା, ହଜୁର, ଆଜି ସମସ୍ତଙ୍କ ପଛରେ ମୁଁ ଗୁମ୍ଫାକୁ ଭୋଗ ନେଇ ଯାଇଥିଲି। ମୋର ଯାହା ମନେ ହେଲା, ଆମ ଜାତି ଭାଇଙ୍କ ଭିତରୁ କିଏ ସେଠାରେ ଲୁଚି ରହିଛି। ସେ ଭୋଗ ଖାଉଥିଲା। ମୋତେ ଆସିବାର ଦେଖି ସିଂହାସନ ପଛକୁ ଲୁଚି ପଳାଇଲା। ସିଂହରାଜା ଗର୍ଜନ କରି ଉଠିଲେ। ତାଙ୍କ ନିର୍ଦ୍ଦେଶରେ ସମସ୍ତେ ଚାଲିଲେ ସେ ଗୁମ୍ଫା ନିକଟକୁ। ଗୁମ୍ଫାର ଚାରିପାଖରେ ପୋଲିସ ଚୋରକୁ ଛକି ରହିଥିବା ପରି ଜଗି ବସିଲେ। ଗୁମ୍ଫା ଭିତରୁ କିଏ ବାହାରିବ ଦେଖିବା ପାଇଁ ଛପି ରହି ଅପେକ୍ଷା କଲେ। ଗୁମ୍ଫା ଭିତରୁ ମଝିରେ ମଝିରେ ଶବ୍ଦ ଶୁଣାଯାଉଥାଏ। ବହୁତ ରାତି ହୋଇଯାଇଥାଏ। ବିଲୁଆ ଚୌକସ ଭୋଜନ ପକାଇ ବାହାରକୁ ବାହାରି ଆସି ଯେମିତି ହୁକେ ହୁ ବୋବାଇଛି, ସବୁ ପଶୁତିକ ବାହାରି ଆସି ତାକୁ ଧରି ପକାଇଲେ। ସିଂହ ଗର୍ଜନ କରି ବିଲୁଆ ବେକକୁ ମାଡ଼ି ବସିଲା ଏବଂ ଅଳ୍ପ ସମୟରେ ଛାଡ଼ିଦେଲା। ବିଲୁଆ ରାଜାଙ୍କ ଗୋଡ଼ ତଳେ ଲମ୍ବ ହୋଇ ପଡ଼ିଗଲା। ସିଂହ ରାଜା ଗର୍ଜନ କରି ଉଠିଲେ, କିଏ ଜଙ୍ଗଲର ଦେବତା କହ, ନଚେତ୍ ତୋ ତଣ୍ଟି ଫୁଟାଇ କଣା କରିଦେବି। ବିଲୁଆ କହିଲା, ହଜୁର, ଜଙ୍ଗଲର ଦେବତା କଥା ମୁଁ ମିଛ କହିଥିଲି, ମୋ ଦୋଷ କ୍ଷମା କରିଦିଅନ୍ତୁ। ସିଂହ ରାଜା କୌଣସି କଥା ନ ଶୁଣି ହେଟା ବାଘକୁ ନିର୍ଦ୍ଦେଶ ଦେଲେ, ବିଲୁଆକୁ ମାରି ମୋତେ ତାର ରକ୍ତ ଦେଖା। ହେଟା ବାଘ ଖୁବ୍ ଶୀଘ୍ର ଆଦେଶ ପାଳନ କଲା। ଆପଣମାନଙ୍କୁ ଆମର ଗୋଟିଏ ଛୋଟିଆ ପ୍ରଶ୍ନ, ଓଡ଼ିଆ ନବବର୍ଷକୁ ଆମେ କେଉଁ ମାସରେ ପାଳନ କରନ୍ତି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ଆମର ଭିଡ଼ିଓ କେମିତି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ମଧ୍ୟ ବି ଜଣାନ୍ତୁ। ଆଉ ଆମ ଭିଡ଼ିଓକୁ ଲାଇକ୍, ସେୟାର ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲନ୍ତୁ ନାହିଁ। ରହିଲୁ, ଜୟ ଜଗନ୍ନାଥ, ଧନ୍ୟବାଦ।